ମଦ ରନ୍ଧାଳି ସାବଧାନ। ରାଉରକେଲା ସହର ତଥା ଆଖପାଖ ଇଲାକାରେ ହାତରନ୍ଧା ମହୁଲି ମଦର ବ୍ୟାପକ ବ୍ୟବହାର ଯୋଗୁଁ ସହରର ତଳି ଅଞ୍ଚଳରେ ନିଶା କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଆଖି ଆଗରେ ରଖି ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଗତ 22 ତାରିଖରେ ରାଉରକେଲା ଅବକାରୀ ବିଭାଗ ପକ୍ଷରୁ କାରୁଆ ବାହାଲ, ତୁଳସୀକାନି, ଭାଲୁଲତା, ଝାରବେଡ଼ା ଅଞ୍ଚଳକୁ ଚଢ଼ାଉ କରି ମୋଟ 13 ଗୋଟି କେସ୍ କରାଯାଇଛି। ମୋଟ 12ଟି କ୍ଲେମ୍ କେସ୍ କରାଯାଇଥିବା ବେଳେ ଗୋଟିଏ ଅନକ୍ଲେମ୍ କେସ୍ କରାଯାଇଛି ଏବଂ ଜଣେ ଆସାମୀକୁ 35(3) BNSS ନୋଟିସ୍ ଦିଆଯାଇଛି। ଏହି ଚଢ଼ାଉରେ ଇନ୍ସପେକ୍ଟର ଶ୍ରୀ ଦିଲ୍ଲୀପ ନାୟକ ଓଆଇସି, ଶ୍ରୀ ମନୁ ଆୟଲ ରାଉରକେଲା ୟୁନିଟ୍ 2 ଓଆଇସି, ଶ୍ରୀ ଆକାଶ ସାହୁ ରାଉରକେଲା ୟୁନିଟ୍ 1 ସବ୍ ଇନ୍ସପେକ୍ଟର ଅଜୟ ପ୍ରଧାନ ଓ ତାଙ୍କର ଟିମ୍ ସାମିଲ ହୋଇଥିଲେ। ପ୍ରତ୍ୟେକ ଦିନ ପ୍ରାୟ ସମୟ ରାଉରକେଲା ଅବକାରୀ ଟିମ୍ ହାତରନ୍ଧା ମହୁଲି ମଦକୁ ଧରିବା ପାଇଁ ଚଢ଼ାଉ କରୁଛି। ଫଳରେ ମଦ ରନ୍ଧାଳିଙ୍କ ପାଇଁ ମଦ ତିଆରି କରିବା ନେଇ ଏବେ ଅସୁବିଧା ଦେଖାଦେଇଛି। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି। ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।